ନମ୍ବର 1 ଆଜି ମିଳିବ ସୁଭଦ୍ରା ଟଙ୍କା। ରବିବାର ଦିନ ରାଜ୍ୟର କୋଟି କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାର ଟଙ୍କା ମିଳିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ସୂଚନା ଦେଇ କହିଛନ୍ତି ଯେ ଏହି ଯୋଜନା ପାଇଁ ମୋଟ 1,12,57,667 ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ 1,02,12,665 ଜଣ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ। ପୂର୍ବରୁ 3ଟି କିସ୍ତିରେ ମୋଟ 15,000 ଟଙ୍କା ଲେଖାଏଁ ପାଇସାରିଛନ୍ତି ରାଜ୍ୟର 1 କୋଟିରୁ ଅଧିକ ମହିଳା। କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କୁ ଏଥିରୁ ବାଦ୍ ଦେଇଛନ୍ତି ରାଜ୍ୟ ସରକାର। ଏହା ସହିତ ପୁନଶ୍ଚ ଭେରିଫିକେସନ୍ ବେଳେ ଯେଉଁମାନେ ଯୋଗ୍ୟ ଥିବେ ଜଣାପଡ଼ିଥିଲା ସେମାନଙ୍କୁ ବି ଟଙ୍କା ପଠାଇଥିଲେ ସରକାର। ସେମାନେ ମଧ୍ୟ 4 ଥର କିସ୍ତି ଟଙ୍କା ପାଇବେ। 5,000 କୋଟିରୁ ଅଧିକ ଟଙ୍କା ସିଧାସଳଖ ଆକାଉଣ୍ଟକୁ ଯିବ। ଆଜି 5,000 କୋଟିରୁ ଅଧିକ ଟଙ୍କା ସିଧାସଳଖ ସୁଭଦ୍ରା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ। ଏ ଅବସରରେ ତାଳବଣିଆଠାରେ ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ ହେବ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତରେ ହିତାଧିକାରୀମାନଙ୍କୁ ଟଙ୍କା ବଣ୍ଟନ ହେବ। ନୂଆ ହିତାଧିକାରୀଙ୍କୁ ମଧ୍ୟ ମିଳିବ ଟଙ୍କା। ଏଥିରେ 2,13,198 ଜଣ ନୂଆ ହିତାଧିକାରୀ ସୁଭଦ୍ରା ଯୋଜନାର ଟଙ୍କା ପାଇବେ। ତା ସହ ଗ୍ରିଭାନ୍ସ ପୋର୍ଟାଲରେ ଆସିଥିବା ଅଭିଯୋଗ ଯାଞ୍ଚ ପରେ 36,385 ଜଣଙ୍କୁ ମଧ୍ୟ ସୁଭଦ୍ରା ଟଙ୍କା ଦିଆଯିବ। ଏପ୍ରିଲ ମାସରେ ଯେଉଁମାନଙ୍କୁ 21 ବର୍ଷ ପୁରା ହେବ ସେମାନେ ମଧ୍ୟ ଯୋଜନା ପାଇଁ ଆବେଦନ କରିପାରିବେ। ଯେଉଁ ହିତାଧିକାରୀମାନଙ୍କ ବୟସ 21 ବର୍ଷ ହୋଇସାରିଛି ସେମାନଙ୍କ ପାଇଁ ଏହା ଦ୍ୱିତୀୟ କିସ୍ତି ଟଙ୍କା ହେବ। ଏହି ଯୋଜନା ମାଧ୍ୟମରେ ରାଜ୍ୟର ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ନମ୍ବର 2 ଆଜିର ସୁନା ଦର। ଯଦି ଆଜି ଆପଣ ସୁନା କିମ୍ବା ରୂପା କିଣିବାକୁ ଯୋଜନା କରିଛନ୍ତି ତେବେ ଆଜିର ଦର ଉପରେ ଟିକେ ନଜର ପକାନ୍ତୁ, କାରଣ ଆଜି ଉଭୟ ଦର ମହଙ୍ଗା ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା 10 ଗ୍ରାମ ପ୍ରତି 2,510 ଟଙ୍କା ବୃଦ୍ଧି ଘଟି 1,63,640 ଟଙ୍କା ହୋଇଛି। ଗତକାଲି ଦର 1,61,130 ଟଙ୍କା ଥିଲା। ସେହିପରି 22 କ୍ୟାରେଟ୍ ସୁନାର 10 ଗ୍ରାମ ପ୍ରତି 2,300 ଟଙ୍କା ବୃଦ୍ଧି ଘଟି 1,50,000 ଟଙ୍କା ହୋଇଛି। ଗତକାଲି ଦର 1,47,700 ଥିଲା। ଅନ୍ୟପଟେ ରୂପା ଦରରେ ଆଜି କୌଣସି ପରିବର୍ତ୍ତନ ହୋଇନି। ଆଜି ରୂପାର ମୂଲ୍ୟ କିଲୋ ପ୍ରତି 2,90,000 ଟଙ୍କା ରହିଛି। ଗତକାଲି ମଧ୍ୟ ରୂପା କିଲୋ ପିଛା 2,90,000 ଟଙ୍କା ରହିଥିଲା। ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନମ୍ବର 3 ଭାରତରେ ଇରାନ ଓ ଇସ୍ରାଏଲ ଆମେରିକା ଯୁଦ୍ଧର ପ୍ରଭାବ। ବଢ଼ିଲା ରୋଷେଇ ଗ୍ୟାସର ଦର। ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତାରେ ରହିଥିବା ବେଳେ ଭାରତ ଉପରେ ପଡ଼ିଛି ପ୍ରଭାବ। ବଢ଼ିଛି ଏଲ୍ପିଜି ଦର। ଘରୋଇ ଏଲ୍ପିଜି ସିଲିଣ୍ଡର ପିଛା 60 ଟଙ୍କା ବଢ଼ି 913 ଟଙ୍କାରେ ପହଞ୍ଚିଛି। ଥିଲା 853 ଏବଂ 913 ଟଙ୍କା। ସେହିପରି ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ପିଛା 115 ଟଙ୍କା ବଢ଼ି ହୋଇଛି 1,883 ଟଙ୍କା ହୋଇଛି। ବାଣିଜ୍ୟିକ ଏଲ୍ପିଜି 19 କିଲୋଗ୍ରାମ ଥିବା 1,768 ଟଙ୍କା 50 ପଇସା ଏବେ 1,883 ଟଙ୍କା। ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଏଲ୍ପିଜି ଦର ବୃଦ୍ଧିକୁ ଯୁଦ୍ଧ ସହ ଯୋଡ଼ି ଦେଖାଯାଉଛି। ଇରାନ ଇସ୍ରାଏଲ ଆମେରିକା ଯୁଦ୍ଧ ଯୋଗୁଁ ଦର ବୃଦ୍ଧି ପାଇଥିବା ଆଲୋଚନା ହୋଇଛି। ତେବେ ଦେଶର ଅଧିକାଂଶ ପରିବାର ଏଲ୍ପିଜି ଗ୍ୟାସ୍ ଉପରେ ନିର୍ଭର କରୁଥିବାରୁ ଦର ବୃଦ୍ଧିକୁ ସହଜେ ଗ୍ରହଣ କରିପାରୁନାହାନ୍ତି ଗୃହିଣୀ। ଯୁଦ୍ଧ କେବେ ବନ୍ଦ ହେବ ସେ ନେଇ କାହା ପାଖରେ ସଠିକ୍ ଉତ୍ତର ନଥିବା ବେଳେ ସରକାରଙ୍କୁ ଘାରିଛି ଏଲ୍ପିଜି ଅଭାବର ଚିନ୍ତା। ଯୁଦ୍ଧକୁ ନଜରରେ ରଖି କେନ୍ଦ୍ର ସରକାର ଏକ ଜରୁରୀକାଳୀନ ନିୟମରେ ଦିଆଯାଇଥିବା ଦକ୍ଷତା ବ୍ୟବହାର କରି ଏଲ୍ପିଜି ଉତ୍ପାଦନ ବଢ଼ାଇବାକୁ ତୈଳ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଦେଶର ଅଧିକାଂଶ ପରିବାର ଏଲ୍ପିଜିକୁ ରୋଷେଇ ଘରେ ବ୍ୟବହାର କରାଯାଉଛି, ତେଣୁ ଏହାର ନିରବଚ୍ଛିନ୍ନ ଯୋଗାଣ ନିହାତି ଜରୁରୀ। ଅନ୍ୟପଟେ ଏଲ୍ପିଜି ଗ୍ୟାସ୍ ଦର ବୃଦ୍ଧିକୁ ସାମୟିକ କରି ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ। ନମ୍ବର 4 ଆଜିର ପେଟ୍ରୋଲ ଦର। ପମ୍ପରେ ଆଉ ମିଳିବନି ପେଟ୍ରୋଲ। ଇରାନ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଆରବ ଦେଶଗୁଡ଼ିକୁ ଆଉ ଏକ ବଡ଼ ଝଟକା ଲାଗିଛି। ପେଟ୍ରୋଲ ଡିଜେଲକୁ ନେଇ ସବୁଠି ଦେଖାଦେଇଛି ବଡ଼ ସଙ୍କଟ। ଇରାନ ଉପରେ ଆକ୍ରମଣ ପାଇଁ ତେଲ ଯୋଗାଣ ହେଉଛି ବାଧାପ୍ରାପ୍ତ। ଇରାନ ଇସ୍ରାଏଲ ଯୁଦ୍ଧ ପାଇଁ ଏବେ ତେଲ ଦର ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଇରାନ ଇସ୍ରାଏଲ ଏବଂ ଆମେରିକା ମଧ୍ୟରେ ଅଶୋଧିତ ତେଲ ମୂଲ୍ୟ ବ୍ୟାରେଲ ପିଛା $94.91 ଛୁଇଁଛି। ଅଶୋଧିତ ତେଲର ମୂଲ୍ୟରେ ଏହି ବୃଦ୍ଧି ଗତ 30 ମାସ କିମ୍ବା ଅଢ଼େଇ ବର୍ଷ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଛି। ପୂର୍ବରୁ ସେପ୍ଟେମ୍ବର 18, 2023ରେ ତେଲର ମୂଲ୍ୟ ଏହି ସ୍ତର ପାଖାପାଖି ଦେଖାଯାଇଥିଲା। $94 ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଭାରତରେ ପେଟ୍ରୋଲ ଡିଜେଲ ଦର ବଢ଼ିବା ଆଶଙ୍କା କରାଯାଉଛି। ନମ୍ବର 5 55 ଟଙ୍କା ବଢ଼ିଲା ପେଟ୍ରୋଲ ଦର। ପାକିସ୍ତାନରେ ଯୁଦ୍ଧର ବଡ଼ ପ୍ରଭାବ।
ହଠାତ୍ ବଢ଼ିଗଲା ତେଲ ଦର, ପେଟ୍ରୋଲ ଡିଜେଲ ପାଇଁ ହାହାକାର। ମଧ୍ୟପ୍ରାଚ୍ୟର ଯୁଦ୍ଧ ପ୍ରଭାବ ପାକିସ୍ତାନ ଉପରେ ପଡ଼ିଛି। ପାକିସ୍ତାନରେ ପେଟ୍ରୋଲ ଓ ଡିଜେଲ ଦର ମୂଲ୍ୟ 55 ଟଙ୍କା ବୃଦ୍ଧି ପାଇଛି। ଶୁକ୍ରବାର ବିଳମ୍ବିତ ରାତିରେ 3 ଜଣ କେନ୍ଦ୍ରୀୟ ମନ୍ତ୍ରୀ ଏହି ଦର ବୃଦ୍ଧି ନେଇ ଘୋଷଣା କରିଛନ୍ତି। ବର୍ଦ୍ଧିତ ମୂଲ୍ୟ ମାର୍ଚ୍ଚ 7 ତାରିଖ ମଧ୍ୟରାତ୍ରି ପରେ କାର୍ଯ୍ୟକାରୀ ହେବାକୁ ଥିବାବେଳେ ଇନ୍ଧନ କିଣିବା ପାଇଁ ପାକିସ୍ତାନର ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ନମ୍ବର 6 ଦୁବାଇରେ ହଠାତ୍ ଶସ୍ତା ହେଉଛି ସୁନା। ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ ଭାରତ ଉପରେ ପଡ଼ିବ। ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆକାଶ ଛୁଆଁ ହେଉଥିବା ବେଳେ ଦୁବାଇର ବ୍ୟବସାୟୀମାନେ ଏବେ ସୁନା ଉପରେ ଭାରି ରିହାତି ଦେବାକୁ ଆରମ୍ଭ କରିଛନ୍ତି। ସାଧାରଣତଃ ଯୁଦ୍ଧ ସମୟରେ ସୁନା ଦର ବଢ଼ିଥାଏ, କିନ୍ତୁ ଦୁବାଇ କ୍ଷେତ୍ରରେ ଏହାର କାରଣ ହେଉଛି ଲଜିଷ୍ଟିକ୍ ଏବଂ ସପ୍ଲାଇ ଚେନ୍ରେ ବାଧା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଇରାନକୁ ଏହାର ଆଖପାଖ ଆକାଶ ବିପଜ୍ଜନକ ହୋଇପଡ଼ିଛି। ସୁନା ସାଧାରଣତଃ ଯାତ୍ରୀବାହୀ ବିମାନ ଜରିଆରେ ପଠାଯାଏ, ଯାହା ଏବେ ପ୍ରାୟତଃ ବନ୍ଦ ରହିଛି। ଦୁବାଇ ବ୍ୟବସାୟୀଙ୍କ ପାଖରେ ପ୍ରଚୁର ସୁନା ଅଛି, କିନ୍ତୁ ସେମାନେ ଏହାକୁ ଲଣ୍ଡନ କିମ୍ବା ନ୍ୟୁୟର୍କ ଭଳି ବଡ଼ ବଜାରକୁ ପଠାଇ ପାରୁନାହାନ୍ତି। ନମ୍ବର 7 ଆଜିର ପାଣିପାଗ। 2 ଦିନ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ। ଏହିସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି। ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ସମୁଦ୍ର ପତନଠାରୁ 9 କିମି ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜିଠୁ 9 ତାରିଖ ଅର୍ଥାତ୍ ରବିବାର ଓ ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ମଧ୍ୟମ ଧରଣର ବର୍ଷା ସହ ଝଡ଼ ତୋଫାନ ସମ୍ଭାବନା ରହିଛି। ଆସନ୍ତାକାଲି ପାଇଁ 12 ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା ଓ ପୁରୀକୁ ୱାର୍ଣ୍ଣିଂ ଦିଆଯାଇଛି। ଗୋଟିଏ କିମ୍ବା 2ଟି ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ସମ୍ଭାବନା ଥିବାବେଳେ ଅନ୍ୟ 18ଟି ଜିଲ୍ଲା ପାଗ ମୁଖ୍ୟତଃ ଶୁଖିଲା ରହିବା ସମ୍ଭାବନା ରହିଛି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 8 ତାରିଖ ପାଇଁ 24 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। 9 ତାରିଖରେ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ 10 ତାରିଖରେ ପାଗ ଶୁଖିଲା ରହିବ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ। ଅନ୍ୟପକ୍ଷରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଶୁକ୍ରବାର ଲଗାତାର ଦ୍ୱିତୀୟ ଦିନ ପାଇଁ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏଠାରେ ସର୍ବାଧିକ ତାପମାତ୍ରା 39.6 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ 5 ସ୍ଥାନରେ 37 ଡିଗ୍ରୀ ଟପିଥିଲା। ନମ୍ବର 8 65 ଦିନ ପୁରୀକୁ ଆସିବନି ଟ୍ରେନ୍। 2 ମାସ ଧରି ପୁରୀକୁ ଆସିବନି କୌଣସି ଟ୍ରେନ୍। ପୁରୀ ରେଳ ଷ୍ଟେସନର ଚାଲିଛି ନବୀକରଣ। ଷ୍ଟେସନର ପରିସରରେ ଥିବା ରେଳ ଧାରଣାକୁ କଂକ୍ରିଟ ଯୁକ୍ତ କରାଯିବାକୁ ଯୋଜନା ହୋଇଛି, ଅର୍ଥାତ୍ ଟ୍ରାକ୍ରେ ଆଉ ଗୋଡ଼ି ରହିବ ନାହିଁ। ଏହା ସହିତ 7 ନମ୍ବର ଓ 8 ନମ୍ବର ପ୍ଲାଟଫର୍ମ ଉନ୍ନତୀକରଣ ହେବ। ସେଥିପାଇଁ ଆସନ୍ତା 11 ତାରିଖରୁ ମେ ମାସ 16 ତାରିଖ ଯାଏଁ ରେଳ ସେବା ପ୍ରଭାବିତ ହେବ। ଏହି 65 ଦିନ ପର୍ଯ୍ୟନ୍ତ କୌଣସି ଟ୍ରେନ୍ ପୁରୀ ଆସିବ ନାହିଁ। ଟ୍ରେନ୍ଗୁଡ଼ିକ ସାକ୍ଷୀଗୋପାଳ, ମାଳତୀ, ପାଟପୁର ଓ ବୀର ହରେକୃଷ୍ଣପୁର ପର୍ଯ୍ୟନ୍ତ ଆସିବ ଏବଂ ଛାଡ଼ିବ। ସେ ପର୍ଯ୍ୟନ୍ତ ଯିବା ଆସିବା ପାଇଁ ବସ୍ ବ୍ୟବସ୍ଥା ହେବ। ଟ୍ରେନ୍ ଛାଡ଼ିବା ଓ ପହଞ୍ଚିବା ସମୟ ସହ ଷ୍ଟେସନ ବାବଦରେ ଯାତ୍ରୀମାନେ ରେଳବାଇ ଅନୁସନ୍ଧାନରୁ ସୂଚନା ସଂଗ୍ରହ କରିବାକୁ ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ସାକ୍ଷୀଗୋପାଳ ପର୍ଯ୍ୟନ୍ତ 7ଟି ଟ୍ରେନ୍ ଆସିବ ଏବଂ ଛାଡ଼ିବ। ସେଗୁଡ଼ିକ ହେଉଛନ୍ତି ଲୋକମାନ୍ୟ ତିଲକ ଏକ୍ସପ୍ରେସ୍, ଗାନ୍ଧୀଧାମ ପୁରୀ ଏକ୍ସପ୍ରେସ୍, କାମାକ୍ଷା ପୁରୀ ଏକ୍ସପ୍ରେସ୍, ତିରୁପତି ପୁରୀ ଏକ୍ସପ୍ରେସ୍, ଦୁରନ୍ତୋ ଏକ୍ସପ୍ରେସ୍, ଭାଲସାଡ୍ ପୁରୀ ଓ ସମ୍ବଲପୁର ଇଣ୍ଟରସିଟି। ଯେଉଁ ସବୁ ଦିନମାନଙ୍କରେ ଏହି ଟ୍ରେନ୍ ପୁରୀ ଆସୁଥିଲା, ସେହି ଦିନରେ ଏସବୁ ସାକ୍ଷୀଗୋପାଳରୁ ଛାଡ଼ିବ। ନମ୍ବର 9 ସରକାରଙ୍କ ବଡ଼ ନିଷ୍ପତ୍ତି। ତୃତୀୟ ସନ୍ତାନ ଜନ୍ମ କଲେ ମିଳିବ 25,000। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ପ୍ରଜନନ ହାର ହ୍ରାସ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଜନସଂଖ୍ୟା ବଢ଼ାଇବାକୁ ମାଷ୍ଟର ପ୍ଲାନ୍ କରିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ। ସେ ବିଧାନସଭାରେ ଏକ ଜନସଂଖ୍ୟା ପରିଚାଳନା ନୀତି ମଧ୍ୟ ପ୍ରସ୍ତାବ ଦେଇଛନ୍ତି। ଏହି ନୀତି ଅନୁଯାୟୀ ସରକାର ତୃତୀୟ ସନ୍ତାନ ଜନ୍ମ ପାଇଁ ଆର୍ଥିକ ପ୍ରୋତ୍ସାହନ, ସ୍ୱତନ୍ତ୍ର ପିତାମାତା ଛୁଟି ଏବଂ ମହିଳାମାନଙ୍କ ବ୍ୟାପକ ସୁବିଧା ପ୍ରଦାନ କରିବେ। ସେ ଘୋଷଣା କରିଛନ୍ତି ଯେ ଜନସଂଖ୍ୟା ବୃଦ୍ଧି ଏବେ ଏକ ବରଦାନ ଏବଂ ରାଜ୍ୟ ସରକାର ଏହାକୁ ପ୍ରାଥମିକତା ଦେବେ। ଏହି ଜନସଂଖ୍ୟା ପରିଚାଳନା ନୀତିକୁ ମାର୍ଚ୍ଚ ଶେଷ ସୁଦ୍ଧା ଚୂଡ଼ାନ୍ତ କରି ଏପ୍ରିଲ 1ରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଥିଲେ ଯେ ଜନସଂଖ୍ୟା ପରିଚାଳନା ନୀତି ହ୍ରାସ ପାଉଥିବା ପ୍ରଜନନ ହାର TFRକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି। ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକାଶ କରିଛନ୍ତି ଯେ ଏହି ହ୍ରାସ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିପଦ ସୃଷ୍ଟି କରୁଛି।
ନମ୍ବର 10 ଏହି ତାରିଖରେ ଆସିବ ପିଏମ୍ କିଷାନର 22ତମ କିସ୍ତି। ଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ 22ତମ କିସ୍ତି ପାଇଁ ବହୁତ ଦିନ ଧରି ଅପେକ୍ଷା କରି ରହିଛନ୍ତି। ପ୍ରଥମେ ଆକଳନ କରାଯାଇଥିଲା ଯେ ଫେବୃଆରୀ ଶେଷରେ ସେମାନଙ୍କ ଅପେକ୍ଷା ଶେଷ ହେବ। ତାପରେ ହୋଲି ପୂର୍ବରୁ ଚାଷୀମାନେ ପ୍ରତ୍ୟେକଙ୍କୁ 2000 ପାଇବେ ବୋଲି ଆକଳନ କରାଯାଇଥିଲା। ଫେବୃଆରୀ ମାସ ଶେଷ ହୋଇଗଲା ଏବଂ ହୋଲି ବିତିଗଲା, କିନ୍ତୁ ଏପର୍ଯ୍ୟନ୍ତ ଚାଷୀଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନାହିଁ। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅଧୀନରେ ଚାଷୀମାନଙ୍କୁ ଆର୍ଥିକ ସହାୟତା ମିଳିଥାଏ। ଏହି ଯୋଜନା ଅଧୀନରେ ଚାଷୀମାନେ ବାର୍ଷିକ 6000 ପାଆନ୍ତି। ଏହି ଟଙ୍କା ପ୍ରତ୍ୟେକଙ୍କୁ 2000 କିସ୍ତିରେ ପ୍ରଦାନ କରାଯାଏ। ଗଣମାଧ୍ୟମ ରିପୋର୍ଟ ଏବେ ଆଉ 1 ତାରିଖ ପ୍ରକାଶ କରୁଛି। ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ୱାସ କରାଯାଏ ତେବେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର 22ତମ କିସ୍ତି ମାର୍ଚ୍ଚ 13 ତାରିଖରେ ଘୋଷଣା କରାଯାଇପାରେ। ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କୃଷକଙ୍କ ଲାଭ 22ତମ କିସ୍ତି ଘୋଷଣା ମଧ୍ୟ କରିପାରନ୍ତି। ତଥାପି ଏ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇନାହିଁ। ଏବେ ସେହି ଚାଷୀଙ୍କ ବିଷୟରେ କଥା ହେବା ଯେଉଁମାନେ 22ତମ କିସ୍ତି ପାଇବେ ନାହିଁ। ନମ୍ବର 11 ରବିବାର ମହାମୁକାବିଲା। ଟିମ୍ ଇଣ୍ଡିଆର ପ୍ଲେଇଂ 11ରେ ହେବ ବଡ଼ ପରିବର୍ତ୍ତନ। ଟି20 ବିଶ୍ୱକପର ସବୁଠୁ ବଡ଼ ଫାଇନାଲ ମ୍ୟାଚ୍। ରବିବାର ମହାମୁକାବିଲା। ଭାରତ ନ୍ୟୁଜିଲାଣ୍ଡ କିଏ ମାରିବ ବାଜି ତା ଉପରେ ରହିଛି ନଜର। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ମହାଲଢ଼େଇ ଦୁନିଆର ସବୁଠୁ ବଡ଼ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। କିନ୍ତୁ ଖେଳାଳିଙ୍କ ପ୍ରଦର୍ଶନ ପୂର୍ବରୁ ସମସ୍ତଙ୍କ ନଜର ରହିଛି ପିଚ୍ ଉପରେ। ଆଜି ରବିବାର ଦିନ ପ୍ରାୟ 1,30,000 ଦର୍ଶକଙ୍କ ଗର୍ଜନ ମଧ୍ୟରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଏହି ଷ୍ଟାଡିୟମରେ ମୋଟ 11ଟି ପିଚ୍ ରହିଛି, ଯେଉଁଥିରେ ଉଭୟ ଲାଲ ମାଟି ଏବଂ କଳା ମାଟିର ବ୍ୟବହାର କରାଯାଇଛି। ବିଶ୍ୱକପ୍ ଫାଇନାଲ ପାଇଁ କେଉଁ ପିଚ୍ ବ୍ୟବହାର ହେବ ତାହା ଉଭୟ ଦଳର କ୍ୟାପ୍ଟେନ ଏବଂ ପାଣିପାଗ ମୁଡ୍ ଉପରେ ନିର୍ଭର କରୁଛି। ମୋଟାମୋଟି ଭାବେ କହିବାକୁ ଗଲେ ଦୁଇ ଦେଶ ମଧ୍ୟରେ ମୋଟ 30ଟି ଟି20 ମ୍ୟାଚ୍ ଖେଳାଯାଇ ସାରିଛି, ଯେଉଁଥିରେ ଭାରତୀୟ ଦଳ 16ଟି ମ୍ୟାଚ୍ ଜିତିଛି ଓ 11ଟି ମ୍ୟାଚ୍ ନ୍ୟୁଜିଲାଣ୍ଡ ଜିତିଛି। ନମ୍ବର 12 ଯଥେଷ୍ଟ ତେଲ ଅଛି କହିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେଲ ସରିଯିବା ଗୁଜବ ପରେ ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ କାଲି ରାତ୍ରିରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ତେବେ ଏହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି ଯଥେଷ୍ଟ ତେଲ ମଜବୁତ ଅଛି। ବିଭ୍ରାନ୍ତିକର ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ, କେବଳ ସରକାରୀ ତଥ୍ୟ ଉପରେ ବିଶ୍ୱାସ କରନ୍ତୁ। ଆମ ପାଖରେ ଯଥେଷ୍ଟ ତେଲ ଅଛି, ଆଦୌ ଅସୁବିଧା ହେବନି। କଳାବଜାରୀ ଉପରେ ନଜର ରଖନ୍ତୁ, ଦରକାର ପଡ଼ିଲେ ଆକ୍ସନ ନେବୁ। ତେଲ ନିତ୍ୟ ବ୍ୟବହୃତ ସାମଗ୍ରୀ ଉପରେ ନଜର ରଖିଛୁ, ଭୟଭୀତ ହୁଅନ୍ତୁ ନାହିଁ। ନମ୍ବର 13 ନିର୍ଦ୍ଦୋଷରେ ଖଲାସ ହେଲେ ରାମ ରହିମ। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ହାଇକୋର୍ଟ କଲେ ଦୋଷମୁକ୍ତ। ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଏହି ମାମଲାରେ ଦାୟର ହୋଇଥିବା ଅପିଲକୁ ସ୍ୱୀକାର କରି ଦୋଷମୁକ୍ତ କରିଛନ୍ତି। କୋର୍ଟ ଏହି ନିଷ୍ପତ୍ତି ସିବିଆଇ ପାଇଁ ବଡ଼ ଝଟକା, କିନ୍ତୁ ଏହି ନିଷ୍ପତ୍ତି ପରେ ମଧ୍ୟ ରାମ ରହିମ ଜେଲରେ ରହିବେ। ନମ୍ବର 14 ଟିଏମସି ସରକାର ଉପରେ ବର୍ଷିଲେ ମୋଦି, କହିଲେ ସବୁ ସୀମା ପାର କରିଦେଲେ। ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅସମ୍ମାନ କରାଯାଇଥିବା ନେଇ ବର୍ଷିଛନ୍ତି। ସେ କହିଛନ୍ତି କି ଏବେ ଟିଏମସି ସରକାର ସବୁ ସୀମା ପାର କରିଦେଇଛନ୍ତି। ରାଷ୍ଟ୍ରପତିଙ୍କ ସିଲିଗୁଡ଼ି କାର୍ଯ୍ୟକ୍ରମରେ ସ୍ଥାନ ଦେବାରେ ସରକାର ବିଫଳ ହୋଇଥିବା ବେଳେ ପୋର୍ଟାଲକୁ ମାନିନାହାନ୍ତି। ଏହା ଏକ ଲଜ୍ଜାଜନକ ଘଟଣା। ପୂର୍ବରୁ କେବେ ମଧ୍ୟ ଏଭଳି ଘଟିନାହିଁ। ଗଣତନ୍ତ୍ର ଏବଂ ଆଦିବାସୀ ସମ୍ପ୍ରଦାୟର ସଶକ୍ତିକରଣରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ନିରାଶ ହୋଇଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗର ଟିଏମସି ସରକାର ପ୍ରକୃତରେ ସମସ୍ତ ସୀମା ଅତିକ୍ରମ କରିଛି। ରାଷ୍ଟ୍ରପତିଙ୍କ ପ୍ରତି ଏହି ଅପମାନ ପାଇଁ ସେମାନଙ୍କ ପ୍ରଶାସନ ଦାୟୀ। ଏହା ସମାନ ଭାବରେ ଦୁର୍ଭାଗ୍ୟଜନକ ଯେ ପଶ୍ଚିମବଙ୍ଗ ସରକାର ସାନ୍ତାଳ ସଂସ୍କୃତି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଏତେ ଅବହେଳା ପ୍ରଦର୍ଶନ କରୁଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ପଦବୀ ରାଜନୀତିଠାରୁ ଊର୍ଦ୍ଧ୍ୱରେ ଏବଂ ଏହି ପଦବୀର ପବିତ୍ରତାକୁ ସର୍ବଦା ସମ୍ମାନ କରାଯିବା ଉଚିତ। ସେ ଆଶା କରିଥିଲେ ଯେ ପଶ୍ଚିମବଙ୍ଗ ସରକାର ଏବଂ ଟିଏମସି ଏକ ସାଧାରଣ ବୁଦ୍ଧିରେ ଆସିବେ। ନମ୍ବର 15 ନିର୍ବାଚନ ପୂର୍ବରୁ ମତାମତ ବଡ଼ ଘୋଷଣା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ 1500 ଟଙ୍କା ଭତ୍ତା ଶନିବାର ପ୍ରଦାନ କରିଛନ୍ତି। ପ୍ରତି ମାସରେ ଏହି ଭତ୍ତା ସେମାନଙ୍କୁ ଭବିଷ୍ୟତରେ ଆତ୍ମନିର୍ଭର ହେବାରେ ସହାୟକ ହେବ ବୋଲି ମମତା କହିଛନ୍ତି।
ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବେଳେ ବହୁ ସଂଖ୍ୟାରେ ଭୋଟରଙ୍କ ନାଁ କାଟି ଦିଆଯାଇଥିବାରୁ ଏହାର ପ୍ରତିବାଦରେ ଧାରଣାରେ ବସିଥିବା ଟିଏମସି ସୁପ୍ରିମୋ ମମତା 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ବେରୋଜଗାରୀ ଭତ୍ତା ଘୋଷଣା କରିଛନ୍ତି। 21ରୁ 40 ବର୍ଷ ବୟସ ବର୍ଗଙ୍କ ମାଧ୍ୟମିକ ପରୀକ୍ଷା ପାସ୍ କରିଥିବା ପୁରୁଷ ମହିଳାଙ୍କୁ ମାର୍ଚ୍ଚ 7ରୁ ପ୍ରତି ମାସରେ 1500 ଟଙ୍କା ଲେଖାଏଁ ମିଳିବ ବୋଲି ମମତା କହିଛନ୍ତି। ଭତ୍ତା ପାଇଁ ଆବେଦନ କରିଥିବା ପ୍ରାୟ 1 କୋଟି ଯୁବକ ଏଥିରୁ ଉପକୃତ ହେବେ ବୋଲି ସୂଚନା ମିଳିଛି। ନମ୍ବର 16 ଖରିଫ ଧାନ କିଣା ସରିନି, ରବି ପାଇଁ ପଞ୍ଜୀକରଣ। ମାର୍ଚ୍ଚ 10ରୁ 20 ଯାଏଁ ପଞ୍ଜୀକରଣ। ରାଜ୍ୟ ସରକାର ଟାର୍ଗେଟ ରଖିଥିଲେ ମାର୍ଚ୍ଚ 31 ସୁଦ୍ଧା ରାଜ୍ୟର ସବୁ ଚାଷୀଙ୍କଠାରୁ ଖରିଫ ଧାନ କିଣାଯିବ। ପ୍ରାୟ 73 ଲକ୍ଷ ମେଟ୍ରିକ ଟନ ଧାନ କିଣିବାକୁ ଟାର୍ଗେଟ ରଖାଯାଇଥିବା ବେଳେ ଏବେ ସୁଦ୍ଧା 16,33,036 ଜଣ ଚାଷୀଙ୍କଠାରୁ 69,01,199 ମେଟ୍ରିକ ଟନ ଧାନ କିଣା ହୋଇଛି। ଆହୁରି ପ୍ରାୟ 3.5 ଲକ୍ଷ ପଞ୍ଜୀକୃତ ଚାଷୀ ଧାନ ବିକି ନଥିବା ବେଳେ ସରକାରଙ୍କ ଟାର୍ଗେଟ ପୂରଣ ହେବାକୁ ଆଉ 4 ଲକ୍ଷ ମେଟ୍ରିକ ଟନ ଧାନ ଆବଶ୍ୟକ ରହିଛି। ହଜାର ହଜାର ଚାଷୀଙ୍କ ଟୋକନ ଲାପ୍ସ କରିଗଲାଣି। ଜିଲ୍ଲା ସ୍ତରରେ ମିଲର ଧାନ ଉଠା ନଥିବାରୁ ବାହାର ଜିଲ୍ଲାର ମିଲ୍ସକୁ ଧାନ ଉଠାଇବାକୁ ଅନୁରୋଧ କରାଯାଉଛି। ଏମିତି ସମୟରେ ରବି ଧାନ କିଣିବା ନେଇ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେଲାଣି। ନମ୍ବର 17 ଏଥର ଟି20 ବିଶ୍ୱକପ୍ ବିଜେତାଙ୍କ ଉପରେ ଟଙ୍କାର ବର୍ଷା କରିବ ଆଇସିସି। ଭାରତ ଏବଂ ନ୍ୟୁଜିଲାଣ୍ଡ ଆଇସିସି ଟି20 ବିଶ୍ୱକପ୍ 2026 ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ 8 ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ ଦଳ ତା'ର ତୃତୀୟ ଟି20 ଟ୍ରଫି ପାଇଁ ଲକ୍ଷ୍ୟ ରଖିବ। ଯେତେବେଳେ ନ୍ୟୁଜିଲାଣ୍ଡ ତା'ର ପ୍ରଥମ ବିଶ୍ୱକପ୍ ଟାଇଟଲ ପାଇଁ ଲକ୍ଷ୍ୟ ରଖିବ। ବିଜେତା ଦଳ ଉପରେ ଟଙ୍କା ବର୍ଷା ହେବ, ଯେତେବେଳେ ପରାଜିତ ଦଳ ମଧ୍ୟ ଧନୀ ହେବ। ଆଇସିସି ଟି20 ବିଶ୍ୱକପ୍ ପାଇଁ ମୋଟ $13.5 ମିଲିୟନ ଅର୍ଥାତ୍ 120 କୋଟି ଟଙ୍କାରୁ ଅଧିକ ପୁରସ୍କାର ରାଶି ରହିଛି। ନମ୍ବର 18 ଭାରତ ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍, ହୋଟେଲ ରୁମ୍ ଭଡ଼ା 400% ବୃଦ୍ଧି। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି20 ବିଶ୍ୱକପ୍ ଫାଇନାଲ ମ୍ୟାଚ୍ ଖେଳାଯିବ। ଏଥିଲାଗି ସହର ପ୍ରାୟତଃ ହୋଟେଲରେ ରୁମ୍ ଭଡ଼ା ବୃଦ୍ଧି ପାଇଛି। ଏପରିକି ରୁମ୍ ଭଡ଼ା 300ରୁ 400% ବୃଦ୍ଧି ପାଇଛି। ଏ ସମ୍ପର୍କରେ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଗୁଜରାଟ ସଭାପତି ତଥା ହୋଟେଲର ନରେନ୍ଦ୍ର ସେମାନେ କହିଛନ୍ତି, ପୂର୍ବରୁ ଯେଉଁ ରୁମ୍ ମୂଲ୍ୟ 5,000 ଥିଲା ତାହା ଏବେ 300ରୁ 400% ବୃଦ୍ଧି ପାଇ 20,000ରେ ପହଞ୍ଚିଛି। ନମ୍ବର 19 ନବୀନ ପଟ୍ଟନାୟକଙ୍କୁ ପିସିସି ସଭାପତି ଭକ୍ତ ଦାସ ଏକାଠି। ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଦାଖଲ। ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସନ୍ତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ୱର ହୋତା। ତେବେ ଆଜି ନାମାଙ୍କନ ଭରିବା କକ୍ଷରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ପିସିସି ସଭାପତି ଭକ୍ତ ଦାସ ଏକାଠି ବସିଥିବା ଦେଖିବାକୁ ମିଳିଛି। ନମ୍ବର 20 ସର୍ବନିମ୍ନ ପେନସନ 7,500କୁ ବୃଦ୍ଧି ଦାବିରେ ପେନସନଭୋଗୀଙ୍କ ବିକ୍ଷୋଭ 9ରୁ। କର୍ମଚାରୀ ପେନସନ ଯୋଜନାରେ ହିତାଧିକାରୀ ପେନସନଭୋଗୀମାନେ ସର୍ବନିମ୍ନ ପେନସନ ବୃଦ୍ଧି କରିବାକୁ ଦାବି ରଖିଛନ୍ତି। ସମ୍ପ୍ରତି ଯୋଜନାରେ ସର୍ବନିମ୍ନ ପେନସନ ମାତ୍ରା 1,000 ଟଙ୍କା ରହିଛି। ଏହାକୁ 7,500 ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏଥିପାଇଁ ନୂଆଦିଲ୍ଲୀ ସ୍ଥିତ ଯନ୍ତର ମନ୍ତରଠାରେ ଚଳିତ ମାସ 9 ତାରିଖଠାରୁ 3 ଦିନିଆ ବିକ୍ଷୋଭ ପ୍ରଦର୍ଶନ ପାଇଁ ନିଷ୍ପତ୍ତି ନିଆଯାଇଛି। ନମ୍ବର 21 ବିଶ୍ୱକପ୍ ଲାଗି ବିମାନ ଭଡ଼ା ଆକାଶ ଛୁଆଁ, 5 ଗୁଣା ବଢ଼ିଗଲା ଦର। ଟି20 ବିଶ୍ୱକପ୍ ଫାଇନାଲ ପାଇଁ ସମଗ୍ର ଦେଶକୁ କ୍ରିକେଟ ଜ୍ୱର ଗ୍ରାସିଛି। ଦେଶର ସବୁ ରାସ୍ତାରେ ଯେମିତି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ ଆଡ଼କୁ ମୁହାଁଇଛି। ଏଭଳି ସ୍ଥିତିରେ ଅହମ୍ମଦାବାଦକୁ ବିମାନ ଭଡ଼ା ଆକାଶ ଛୁଆଁ ହୋଇଛି। ଲୋକପ୍ରିୟ ରୁଟ୍ରେ ଏହା 20ରୁ 30 ହଜାର ଛୁଇଁଛି। ମୁମ୍ବାଇରୁ ଅହମ୍ମଦାବାଦ ବିମାନ ଟିକେଟ ଦର ସାଧାରଣତଃ 3,000 ପାଖାପାଖି ରହୁଥିବା ବେଳେ ଏବେ ଏହା 17,000କୁ ଉଠିଛି। ସେହିଭଳି ଦିଲ୍ଲୀ ଅହମ୍ମଦାବାଦ ଟିକେଟ ଦର 14,000 ଟଙ୍କାରୁ ଅଧିକରେ ପହଞ୍ଚିଛି। ବେଙ୍ଗାଲୁରୁ ଅହମ୍ମଦାବାଦ ଟିକେଟ ମୂଲ୍ୟ 13,000 ଡେଇଁଛି। ଅହେତୁକ ଚାହିଦା ଆଖି ଆଗରେ ରଖି ଏକ କ୍ରିକେଟ ଟିମ୍କୁ ଅଧିକ ବିକଳ୍ପ କରିବା ଲାଗି ପଶ୍ଚିମ ରେଳବାଇ ରବିବାର ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ରେନ୍ଗୁଡ଼ିକ ମୁମ୍ବାଇରୁ ଅହମ୍ମଦାବାଦ ଭିତରେ ଚାଲିବ। ଏଥିରେ 19ଟି କୋଚ୍ ରହିବ। ସେହିଭଳି ନୂଆଦିଲ୍ଲୀରୁ ଅହମ୍ମଦାବାଦକୁ ମଧ୍ୟ ସ୍ୱତନ୍ତ୍ର ବାତାନୁବାଦ ରେଳ ଚଳାଚଳ କରିବ ବୋଲି ଜଣାପଡ଼ିଛି। ନମ୍ବର 22 ସୁସ୍ଥ ହେଉଛନ୍ତି ସଲିମ, ସୁଟିଂ ସେଟ୍କୁ ଫେରିଲେ ସଲମାନ। ହସ୍ପିଟାଲରୁ ବଡ଼ ଅପଡେଟ୍ ଦେଲେ ଜାଭେଦ ଅଖତର। ବଲିଉଡ ଦିଗ୍ଗଜ ସ୍କ୍ରିନ୍ ରାଇଟର ତଥା ସୁପରଷ୍ଟାର ସଲମାନ ଖାନଙ୍କ ବାପା ସଲିମ ଖାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଏବେ ସୁଧାର ଆସିଛି। ଗତ ଫେବୃଆରୀ 17 ତାରିଖରେ ସାମାନ୍ୟ ବ୍ରେନ୍ ହେମରେଜ୍ ଯୋଗୁଁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ତାଙ୍କର ପୁରୁଣା ବନ୍ଧୁ ତଥା ବିଶିଷ୍ଟ ଗୀତିକାର ଜାଭେଦ ଅଖତର।